ସାଙ୍ଗମାନେ ଦେଖନ୍ତୁ ଆଜି ଆମର ଆସିଛି ଭାକୁର ମାଛ। ତ ଭାକୁର ମାଛଟା ମୁଁ ତାକୁ ଭଲସେ ଧୁଆଧୁଇ କରିଦେଲି। ତାର କାତି ଥାଏ ନା, ତ କାତି ଛଡ଼େଇ ତାକୁ ଭଲସେ ଧୁଆଧୁଇ କରି ହଳଦୀ ଲୁଣ ଗୋଳେଇ ଦେଲି। ହଳଦୀ ଲୁଣ ଗୋଳେଇ ସାରିଲା ପରେ ତାକୁ ଭାଜି ଦେବା ଟିକେ। ତ ଏଇଠି ଦେଖନ୍ତୁ ଭଲସେ ମୁଁ ତାକୁ ଗୋଳେଇ ନେଉଛି, ହଳଦୀ ଲୁଣ ସବୁ ମାଛରେ ଯେମିତି ଲାଗିଯିବ। ତାପରେ ଏଠି କଡ଼େଇ ବସିକି ମାଛ ପକାଇଦେଲି। ମାଛ ପକାଇ ସାରିଲା ପରେ ଗୋଟେ ସାଇଡ଼୍ ହେଇଗଲା, ତାକୁ ଓଲଟେଇ ଦେଇଛି। ତ ଦେଖନ୍ତୁ ମାଛ ଆମର ଏମିତି ଟିକେ ବ୍ରାଉନ୍ କଲର୍ ହେଇଗଲା ପରେ ତାପରେ ଆମେ ତାକୁ କାଢ଼ି ନେବା। ତାପରେ ଯେଉଁ ମାଛ ମୁଣ୍ଡ ଅଛି ତାପରେ ପକାଇ ନେବା। ମାଛ ମୁଣ୍ଡ ତାକୁ ଦେଖନ୍ତୁ ପକାଇ ନେଇକି ମାଛ ମୁଣ୍ଡଟା ଫୁଟୁଛି କେତେ ଜୋର ଦେଖୁଛନ୍ତି, ମୁଁ ସେଥିପାଇଁ ସାଇଡ଼୍ ହେଇଗଲି। ମାଛ ମୁଣ୍ଡ ହେଇସାରିଲା ପରେ ତାପରେ ଆଳୁ ଯେଉଁ କାଟିଥିଲି ଆଳୁ ଗୁଡ଼ାକ ମୁଁ ତେଲରେ ଭାଜି ନେଉଛି। ଆଳୁ ଗୁଡ଼ା ଟିକେ ବ୍ରାଉନ୍ କଲର୍ ହେଲା ଭଳିଆ ପର୍ଯ୍ୟନ୍ତ ତାକୁ ଟିକେ ଭାଜି ନେବା ପଛକୁ କରିକିରି। ତାପରେ ମୁଁ ସବୁବେଳେ ବଟା ମସଲା ନିଏ, କିନ୍ତୁ ଆଜି ମୁଁ ବଟା ମସଲା କିଛି ନେଇନି। ତ ଏଠି ମୁଁ ପିଆଜ ଗୋଟେ 2ଟା ବଡ଼ ପିଆଜ ନେଇଛି, ଟମାଟୋ ଅଦା ରସୁଣ ଏମିତି ପେଷ୍ଟ ତାକୁ ମାନେ କୋରେଇ ଦେଇଛି। ତାପରେ ଦେଖନ୍ତୁ ଆଳୁ ଗୁଡ଼ା ଆମର ବ୍ରାଉନ୍ କଲର୍ ହେଇ ଆସିଲାଣି। ତ ଆଳୁ ଛାଡ଼ି ସାରିଲା ପରେ ମୁଁ ସେଇ ତେଲରେ ପିଆଜ ପକାଇଦେଲି। ତ ପିଆଜଟାକୁ ଆମେ ଭାଜି ନେବା ପାଇଁ ଭଲସେ ଟିକେ ପିଆଜ ଟିକେ ଭାଜି ଆସିଲା ପରେ ତାପରେ ମୁଁ ଟମାଟୋ ପକାଇ ନେଉଛି। ଟମାଟୋ ପକାଇ ଭାଜି ନେବା। ମୁଁ ତ ଏଇ ପ୍ରୋସେସ୍ରେ ହିଁ କରେ, ଆପଣମାନେ କେମିତି କରନ୍ତି ନିହାତି କମେଣ୍ଟ ମାଧ୍ୟମରେ କହିବେ। ଦେଖନ୍ତୁ ପିଆଜ ଆମର ଟିକେ ଟିକେ ହେଇ ଆସିଲା, ତା ଦେହରେ ଟମାଟୋ ପକାଇ ଆମେ ଭଲସେ ଟିକେ ପକେଇ କରିନେବା। ତାପରେ ଅଦା ରସୁଣ ଯେଉଁ ବି ତାକୁ କୋରେଇକି ରଖିଥିବେ ତାକୁ ପକାଇବି ତା ଦେହରେ। ତ ଅଦା ରସୁଣ ଇଏ କରିସାରିଲା ପରେ ସେଥିରେ ମୁଁ ଲଙ୍କା ଗୁଣ୍ଡ, ତାପରେ ହଳଦୀ, ଲୁଣ ସ୍ୱାଦ ଅନୁସାରେ ଲୁଣ ଟିକେ ପକାଇ ଦେଇଛି। ତାପରେ ଆମର ଫିସ୍ ମସଲା ଥିଲା, ତ ଫିସ୍ ମସଲା ଡାଲଚିନି ଗୁଣ୍ଡ ସବୁ ପକାଇକି ତାକୁ ଘାଣ୍ଟି ନେଉଛି। ମସଲାଟା ଭଲସେ ହେଇଯାଏ କଷି ହେଇସାରିଲା ପରେ ମସଲାଟା ଭଲସେ କଷିବେ, ନହେଲେ କଞ୍ଚା ସ୍ମେଲ୍ ରହିବ। ତ କଷି ସାରିଲା ପରେ ମୁଁ ଏଠି ଯେଉଁ ଆଳୁ ଆଉ ମାଛ ଭାଜିକି ରଖିଥିଲି ତା ଦେହରେ ପକାଇ ନେଇଛି। ତ ତରକାରୀଟା କଲାବେଳେ ସବୁବେଳେ ଗରମ ପାଣିଟା ଦେବେ, ଦେଖିବେ ତରକାରୀ ଟେଷ୍ଟ ଅଲଗା ପ୍ରକାର ଆସିବ। ମୁଁ ଗରମ ପାଣି ଦେଇକି ତ ଫୁଟାଇଥିଲି। ଦେଖନ୍ତୁ ତରକାରୀଟା ଆମର ଏବେ ରେଡ଼ି। ଆଉ ମୋ ତରକାରୀ କେମିତି ହେଇଛି ନିହାତି କମେଣ୍ଟ ମାଧ୍ୟମରେ କହିବେ, ଆପଣମାନଙ୍କ ପାଇଁ ବି ପଠାଇଦେବେ।